ଶ୍ରାବଣ ମାସ ରାଶି ଅନୁଯାୟୀ ଅର୍ପଣ କରନ୍ତୁ ବାସ୍ ଏହି ଜିନିଷ, ଚମକିବ ଭାଗ୍ୟ। ଶ୍ରାବଣ ମାସ 22 ଜୁଲାଇ ସୋମବାରରୁ ଆରମ୍ଭ ହୋଇଛି। ଅନେକ ଶ୍ରଦ୍ଧାଳୁ ଏହି ମାସରେ ଭଗବାନ ଭୋଳାଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ଅର୍ଚ୍ଚନା କରିଥାନ୍ତି। ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଶିବ ମନ୍ଦିରରେ ଜଳାଭିଷେକ କରିଥାନ୍ତି, ରୁଦ୍ରାଭିଷେକ ମଧ୍ୟ କରିଥାନ୍ତି। ଶ୍ରାବଣ ମାସରେ ଅନେକ ବ୍ରତ ପର୍ବ ମଧ୍ୟ ପାଳନ କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଶ୍ରାବଣ ମାସରେ ଭକ୍ତି ଭାବରେ ପ୍ରଭୁଙ୍କୁ ପୂଜା ଅର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ବିବାହ ଠାରୁ ଆରମ୍ଭ କରି ଚାକିରି ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ। ଜାଣନ୍ତୁ ରାଶି ଅନୁଯାୟୀ କେମିତି କରିବେ ପୂଜା। ମେଷ ରାଶି। ମେଷ ରାଶି ବ୍ୟକ୍ତିବିଶେଷ ଶ୍ରାବଣ ମାସରେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବେଲପତ୍ର, ଲାଲ ଚନ୍ଦନ, ଲାଲ ଫୁଲ ଅର୍ପଣ କରି ଭଗବାନଙ୍କୁ ପୂଜା କରନ୍ତୁ। ବୃଷ ରାଶି। ଭଗବାନଙ୍କ କୃପା ପ୍ରାପ୍ତି ପାଇଁ ଏହି ରାଶିର ବ୍ୟକ୍ତିବିଶେଷ କ୍ଷୀର, ଦହି, ଧଳା ଫୁଲ, ଗଙ୍ଗାଜଳ ଆଦି ପ୍ରଭୁଙ୍କ ପୂଜା କରନ୍ତୁ। ଏହା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ଅନ୍ୟ ମନ୍ତ୍ରର ମଧ୍ୟ ଜପ କରନ୍ତୁ। ମିଥୁନ ରାଶି। ଏହି ରାଶିର ବ୍ୟକ୍ତିବିଶେଷ ପାଣିରେ ଦହି ମିଶାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଆଖୁ ରସ ମଧ୍ୟ ଅର୍ପଣ କରିପାରିବେ। ଏହାଦ୍ୱାରା ମନସ୍କାମନା ପୂର୍ଣ୍ଣ ହେବା ସହ ବିଶେଷ କୃପାପ୍ରାପ୍ତି ପାଇବେ। କର୍କଟ ରାଶି। ଶିବଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଏହି ରାଶିର ବ୍ୟକ୍ତିବିଶେଷ ଧଳା ଫୁଲ, କ୍ଷୀର ଆଦି ଅର୍ପଣ କରନ୍ତୁ। ସିଂହ ରାଶି। ଏହି ରାଶିର ବ୍ୟକ୍ତିବିଶେଷ ପାଣିରେ ଗୁଡ଼ ମିଶାଇ ଭୋଳାଶଙ୍କରଙ୍କୁ ଅର୍ପଣ କରନ୍ତୁ। ଫୁଲ, ଗହମ, ଲାଲ ଫୁଲ ଅର୍ପଣ କରିବା ମଧ୍ୟ ଶୁଭଙ୍କର। କନ୍ୟା ରାଶି। ଏହି ରାଶିର ବ୍ୟକ୍ତିବିଶେଷ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ବେଲପତ୍ର, ଦୁବ, ପାନ, ଦୁଦୁରା ଫୁଲ, ଗଙ୍ଗାଜଳ ଆଦି ଅର୍ପଣ କରନ୍ତୁ। ତୁଳା ରାଶି। ଏହି ରାଶିର ବ୍ୟକ୍ତିବିଶେଷ ଧଳା ଚନ୍ଦନ, ଗଙ୍ଗାଜଳ, ଦହି, ମହୁ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ବିଛା ରାଶି। ଏହି ରାଶିର ବ୍ୟକ୍ତିବିଶେଷ ଲାଲ ଫୁଲ, ବେଲପତ୍ର ଅର୍ପଣ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ। ଧନୁ ରାଶି। ଭଗବାନ ଶଙ୍କରଙ୍କ ବିଶେଷ କୃପା ପାଇଁ ଏହି ରାଶିର ବ୍ୟକ୍ତିବିଶେଷ କ୍ଷୀରରେ ଦହି ମିଶାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ବେସନର ମିଠା ମଧ୍ୟ ଭୋଗ କରିପାରିବେ। ମକର ରାଶି। ଏହି ରାଶିର ବ୍ୟକ୍ତିବିଶେଷ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ନୀଳ ଫୁଲ, ବେଲପତ୍ର, ଶମୀପତ୍ର, ଦୁଦୁରା ଫୁଲ ଅର୍ପଣ କରନ୍ତୁ। କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତିବିଶେଷ ନୀଳ ଫୁଲ, ଶମୀପତ୍ର, ଆଖୁ ରସ ଆଦି ଅର୍ପଣ କରିବା ଶୁଭ। ମୀନ ରାଶି। ଏହି ରାଶିର ବ୍ୟକ୍ତିବିଶେଷ ହଳଦିଆ ଫୁଲ, ଆଖୁ ରସ, କେଶର ମିଶ୍ରିତ କ୍ଷୀର ପ୍ରଭୁ ଶିବଶଙ୍କରଙ୍କୁ ଅର୍ପଣ କରନ୍ତୁ। ଆପଣ ଜାଣିଲେ ଶ୍ରାବଣ ମାସରେ କେଉଁ ରାଶି କେମିତି ଅର୍ପଣ ଆଉ କେମିତି ପୂଜା କରିବା ଦରକାର ମହାଦେବଙ୍କୁ। ଆପଣଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ଆଣ୍ଡ ଭିଜିଟିଂ।